ସୁଇପର ଅଛନ୍ତି ଥ୍ରୁରେ ପଇସା କାରବାର ହୁଏ ଗୋଟେ ସିକ୍ୟୁରିଟି ଦେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା ମାନେ ଶୋଷଣ ଶିକାର ହେଉଛନ୍ତି ଏଇ ବର୍ଷ ହେଲାଣି ଶୋଷଣ ଶିକାର ହେଉଛନ୍ତି। ଜଣେ ଆଶାକର୍ମୀଙ୍କ ଠାରୁ 20,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଗଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଡାକ୍ତରଖାନାର ବିପିଏମ୍। ତେବେ ଯେଉଁ ଆଶାକର୍ମୀଙ୍କ ପାଖରୁ ସେ ଲାଞ୍ଚ ନେଉଥିଲେ ତାଙ୍କର ଆଧାର କାର୍ଡ ଏବଂ ସ୍କୁଲ ସାର୍ଟିଫିକେଟରେ ଭିନ୍ନ ଭିନ୍ନ ବୟସ ବା ଜନ୍ମ ତାରିଖ ଲେଖା ହୋଇଥିବାରୁ କୁଜଙ୍ଗ ଡାକ୍ତରଖାନାର ବିପିଏମ୍ ମନୋଜ ନାୟକ ତୁମର ଅବସର ବୟସ ହୋଇଗଲାଣି କହି ଆଶାକର୍ମୀଙ୍କୁ ଡରାଇଥିଲେ। ଆଉ ଯଦି ତୁମେ 20,000 ଟଙ୍କା ଦେବ ତାହେଲେ ସବୁ ସମସ୍ୟା ତୁଟାଇ ଦେବି ବୋଲି କହିଥିଲେ। କିନ୍ତୁ ପ୍ରକୃତ ପକ୍ଷେ ଆଧାର କାର୍ଡ ଯେଉଁ କର୍ମଚାରୀମାନଙ୍କ ଦ୍ୱାରା ତିଆରି ହୋଇଥାଏ ସେମାନଙ୍କର ଭୁଲ ପାଇଁ ଅନେକ ଲୋକଙ୍କର ଏହିପରି ସମସ୍ୟା ରହିଛି। ତେଣୁ ଏହାକୁ ଅନୁଭବ କରି ଆଶାକର୍ମୀ ଜଣକ ବିପିଏମ୍ ତାଙ୍କୁ ଟଙ୍କା ଲାଞ୍ଚ ମାଗୁଥିବା କଥା ଭିଜିଲାନ୍ସ ନିକଟରେ କହିବା ପରେ ବିପିଏମ୍ ମନୋଜ ନାୟକଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଆଉ ସେ ଆଶାକର୍ମୀଙ୍କ ଠାରୁ 20,000 ଟଙ୍କା ଲାଞ୍ଚ ନେଉଥିବା ବେଳେ 8 ଜଣିଆ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛନ୍ତି। ସୁଇପର ଅଛନ୍ତି ଥ୍ରୁରେ ପଇସା କାରବାର ହୁଏ ଗୋଟେ ସିକ୍ୟୁରିଟି ଦେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା ମାନେ ଶୋଷଣ ଶିକାର ହେଉଛନ୍ତି ଏଇ ବର୍ଷ ହେଲାଣି ଶୋଷଣ ଶିକାର ହେଉଛନ୍ତି। ଜଗତସିଂହପୁର ଜିଲ୍ଲାରୁ ବୈଷ୍ଣବ ରାଉଳଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।